କାଲି ଆମେ ତିନି ସାଙ୍ଗ ମିଶି ଘରେ ଗୋଟେ ଛୋଟିଆ କିଟି ପାର୍ଟିର ପ୍ଲାନ୍ କରିଥିଲୁ। ଆଉ ପ୍ଲାନ୍ର ମେନ୍ୟୁ ଥିଲା ଗୁଲୁଗୁଲା, ଭୋଗନି ଆଉ ଗୁପଚୁପ୍। ଆଉ ଆମେ ଦୁଇ ଜଣ ତ ଓଡ଼ିଆ, କିନ୍ତୁ ଆଉ ଜଣେ ଥିଲା ନନ୍ ଓଡ଼ିଆ। ତାକୁ ଖୁଆଇବା ପାଇଁ ସ୍ପେଶାଲ୍ ବନା ହେଇଥିଲା ଗୁଲୁଗୁଲା। ଆଉ ଗୁଲୁଗୁଲା ସୁଜି, ଅଟା, ଚିନି ଆଉ ତେଲକୁ ଭଲ ଭାବରେ ଘଷିଦେଲି। ଘଷିବା ଟାଇମ୍ରେ ମୋ ଝିଅ ଏପଟେ ଆସିକି ତାର ପାର୍ସଲ୍, ମାନେ ତାର ହେଉଛି ସରପ୍ରାଇଜ୍ ବା ଗିଫ୍ଟ। ତ ତାକୁ ଓପନ୍ ନ କଲେ ତା ମନ ଖୁସି ହେବନି, ତ ତାକୁ ଓପନ୍ କରି ସେ ଦେଖାଇ ଦେଲା। ଆଉ ଏପଟେ ମୋର ରେଡ଼ି ହେଇଥିଲା ଗୁଲୁଗୁଲା ପାଇଁ ବେଟର୍। ତାପରେ ତାକୁ ଛୋଟ ଛୋଟ ଗୋଳା କରି ମୁଁ ଛାଣି ନେଇଥିଲି। ଆଉ ସତରେ ବହୁତ ସୁନ୍ଦର ହେଇଥିଲା। ବାସ୍ ଆଉ ଟିକେ ଅଧିକା ସୁଜି ଲାଗିଥାନ୍ତା, କାରଣ ମୋର ଏତେ ନଲେଜ୍ ନଥିଲା। ଯାହା ଯେମିତି ବନେଇ ଦେଇଥିଲି, କିନ୍ତୁ ଭଲ ତ ଲାଗିଥିଲା। ଆଉ ତା ସାଙ୍ଗରେ ଥିଲା ଗୁପଚୁପ୍। ଆଉ ପାର୍ଟି ମାନେ ତ ମେନ୍ ଆମର ହେଉଛି ଟେଷ୍ଟି ଖାଇବା ହେଉଛି ଗୁପଚୁପ୍। ତ ଗୁଲଗୁଲା ଭୋଗନ ତ ଥିଲା, ତା ସହ ଗୁପଚୁପ୍ ମଧ୍ୟ ଥିଲା। ତ ତାକୁ ମନ ଭରି ପେଟ ଖାଇଦେଲୁ। ତାପରେ ଟିକେ ଝଡ଼ିବା ପାଇଁ ଆଉ ବୁଲାବୁଲି କରିବା ପାଇଁ ଆମେ ବାହାରି ଯାଇଥିଲୁ ନଦୀ ପାଖକୁ। ଆମ ପାର୍ଟି ତ ସରିଲା, ତ ଛୁଆମାନଙ୍କ ପାର୍ଟି ହେଉଛି ଖେଳିବ। ସେଥିପାଇଁ ତାଙ୍କୁ ବି ଟିକେ ଖେଳାଇ ନେଲୁ। ଆଉ ଏମିତିକା କଟିଥିଲା ଆମ ଦିନ।